ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ଗୌରବ କଥା ସ୍ମରଣେ ଯାହାର ଗରବେ ତୋହର ଆପେ ଆପେ ନଈ ପଡ଼ିବ ମଥା। ପିଲାମାନେ ଆସ ଉତ୍କଳୀୟ ହ୍ୟାଲୋ ଷ୍ଟୁଡେଣ୍ଟସ୍ ୱେଲକମ୍ ବ୍ୟାକ୍ ଟୁ ଓମ୍ ପ୍ରକାଶ ଏଜୁକେସନ୍। ତ ଦେଖ ପିଲାମାନେ ଆସ ଉତ୍କଳୀୟ ପଦ୍ୟଟି ପିଲାମାନେ ବହୁତ ସୁନ୍ଦର ଭାବରେ ବୁଝା ହେଇଛି। ଏ ବିଷୟରେ ୟା ପୂର୍ବ ଭିଡ଼ିଓ ତମେ ଯଦି ଦେଖିନ ଯାଇକି ପ୍ଲେ ଲିଷ୍ଟରେ ଅଛି ଦେଖିଦେବ, ନହେଲେ ଓମ୍ ପ୍ରକାଶ ଏଜୁକେସନ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଯାଇକି ଦେଖିପାରିବ। ଆଜି ଆମେ କ'ଣ ଦେଖିବା? ଆସ ଉତ୍କଳୀୟର ପାଠ୍ୟ ଅନ୍ତର୍ଗତ ବା ଅଭ୍ୟାସଟି ଦେଖିବା। ସୁନ୍ଦର ଭାବରେ ବୁଝା ହବ, ଅଭ୍ୟାସର କ୍ଲିୟର କଟ୍ କ୍ୱେଶ୍ଚିନ୍ ଆନ୍ସର କରାହବ। ତେଣୁକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଅଧାରୁ କେହି ସ୍କିପ୍ କରିକି ଯିବ ନାହିଁ। ବୁଝିପାରିଲେ ନା ବୁଝିପାରିଲେନି? ତ ଚାଲନ୍ତୁ ବର୍ତ୍ତମାନ ଅଭ୍ୟାସ କ'ଣ ଦେଖିବା। ଦେଖ କ ନମ୍ବର ଅଛି କ'ଣ? ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ବା ଷ୍ଟାର ଚିହ୍ନ ଆମେ ଦବା। ଏ ଦେଶ ଜାତିର ପୂର୍ବ କଥା, ଏହି ପାଦରେ ପୂର୍ବ କଥାଟିରେ କେଉଁ କଥା ପ୍ରକାଶ କରାଯାଉଛି? ଅତୀତର ଗୌରବ କଥା, ନା ଐତିହାସିକ କଥା, ନା ସୃଜନଶୀଳ ଭାବ, ନା ବୈଜ୍ଞାନିକ ଚିନ୍ତାଧାରା? ପିଲାମାନେ କ'ଣ କୁହାଯାଉଛି? ଅତୀତର ଗୌରବ କଥା କୁହାଯାଉଛି। ପିଲାମାନେ କରେକ୍ଟ ଆନ୍ସର କ'ଣ ହେଇଯିବ? ଅତୀତର ଗୌରବ କଥା। ତାପରେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ଦେଖିଦେବା। କ୍ୱେଶ୍ଚିନ୍ ନମ୍ବର 2ରେ ଦେଇଛି କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି? ଦେଶର ପ୍ରଗତି, ନା ଦେଶର ଅର୍ଥନୀତି, ନା ଦେଶର ଅଲିଭା କାହାଣୀ, ନା ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା? ତ କରେକ୍ଟ ଆନ୍ସର କ'ଣ ହେଇଯିବ? ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ତାପରେ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ଦେଖିଦେବା। ସେ ପୁଅ ମହିମା ହେବ କି କଳି, ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି? ବକ୍ସି ଜଗବନ୍ଧୁଙ୍କ ପାଇଁ, ନା ଧର୍ମପଦ ପାଇଁ, ନା ଗୋପବନ୍ଧୁ ପାଇଁ, ନା ବାଜି ରାଉତ ପାଇଁ? ପିଲାମାନେ କାହା ପାଇଁ? କରେକ୍ଟ ଆନ୍ସର କ'ଣ ହେଇଯିବ? ଗୋପବନ୍ଧୁ ଦାସଙ୍କ ପାଇଁ। ଗୋପବନ୍ଧୁ ଦାସଙ୍କ ପାଇଁ ସେ ପୁଅ ମହିମା ହେବ କି କଳି ସେ ପଦ ବ୍ୟବହୃତ ହୋଇଛି, ଯୋଉଟାକି ପଦ୍ୟରେ ଆମେ ଦେଖିଥିଲେ। ତାପରେ 4 ନମ୍ବର କ୍ୱେଶ୍ଚିନ୍ ଦେଖିଦେବା। ମୁକତି ପଥର ସୈନିକ ବୋଲି କବିତାରେ କାହାକୁ କୁହାଯାଇଛି? ଚନ୍ଦନ ହଜୁରୀ, ନା ଗୋପବନ୍ଧୁ, ନା ଧରମା, ନା ବାଜି ରାଉତ? ମୁକତି ପଥର ସୈନିକ। ପଦ୍ୟଟିକୁ ଦେଖିଦେବା। ବାଜି ରାଉତର ନାଁ ଲୁଚି ନାହିଁ, ମୁକତି ପଥର ସୈନିକ ସେହି କିଏ? ବାଜି ରାଉତ। ତ କରେକ୍ଟ ଆନ୍ସର କ'ଣ ହେଇଯିବ? ବାଜି ରାଉତ ହେଉଛି ମୁକତି ପଥର ସୈନିକ ବା ମୁକ୍ତି ପଥର ସୈନିକ। ଏଠି କରେକ୍ଟ ଆନ୍ସର କ'ଣ ହେଇଯିବ? ବାଜି ରାଉତ। ନାଇଁ, 4 ନମ୍ବର କ୍ୱେଶ୍ଚିନ୍ ମୁକତି ପଥର ସୈନିକ, କରେକ୍ଟ ଆନ୍ସର କ'ଣ ହେଇଯିବ? ବାଜି ରାଉତ। ତାପରେ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଖିଦେବା। ତୁମ ସାଙ୍ଗମାନଙ୍କ ସହିତ ଭିନ୍ନ ଭିନ୍ନ ଉତ୍ତର ବାଛି ପାରିଥାନ୍ତ, ତୁମେ ଏହି ଉତ୍ତର ଗୁଡ଼ିକୁ କାହିଁକି ବାଛିଲ? ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କର ବା କାରଣ ଦର୍ଶାଅ କାହିଁକି ବାଛିଲ। ତାପରେ ମିଳିମିଶି ଶବ୍ଦ ଯୋଡ଼ିବା ଅଛି। କ ସ୍ତମ୍ଭ ଖ ସ୍ତମ୍ଭ, କ ସ୍ତମ୍ଭ ଖ ସ୍ତମ୍ଭ ମିଳିମିଶି ଆମେ ଶବ୍ଦକୁ ଯୋଡ଼ିବା। ଦେଖ ଦିଆହେଇଛି ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ। ତା ଅର୍ଥ କ'ଣ? ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ସ୍ୱାଧୀନତା ସଂଗ୍ରାମ କରି ଅମର ହୋଇ ଯାଇଛନ୍ତି। ପିଲାମାନେ ଏଇଟା କେତେ ନମ୍ବରରେ ଲେଖା ହେଇଛି? 4 ନମ୍ବରରେ ଲେଖା ହେଇଛି। ତ ଏଇଟା ହେଇଯିବ କ'ଣ? 4 ନମ୍ବର ହେଇଯିବ। ତାପରେ ନେକ୍ସଟ ଦେଖିଦେବା ଆମେ। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକ୍ତ ନଈ। ତୋଷାଳୀ ତାର ଅର୍ଥ କ'ଣ ହେଇଯିବ? ତୋଷାଳୀ ପ୍ରାନ୍ତରେ ରକ୍ତର ନଦୀ ପ୍ରବାହିତ ହୋଇଥିଲା। ତ 2 ନମ୍ବର କରେକ୍ଟ ଆନ୍ସର ହେଇଯିବ କ'ଣ? 2। ତାପରେ 3 ନମ୍ବର ଦେଖିଦେବା କ'ଣ ଦେଇଛି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ ସେ ପୁଅ ମହିମା ହେବ କି କଳି। ପିଲାମାନେ ତାର ଅର୍ଥ କ'ଣ? ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁଙ୍କ ମହିମା କାହାରି ସାଥିରେ ବି କଳି ହବ ନାହିଁ। ତ ଏହାର କରେକ୍ଟ ଆନ୍ସର କ'ଣ ହେଇଯିବ? 1 ନମ୍ବରରେ ଲେଖା ହେଇଛି। ତାପରେ ଲାଷ୍ଟ ଦେଖିଦେବା। ବାଜି ରାଉତର ନାଁ ଲୁଚି ନାହିଁ, ମୁକତି ପଥର ସୈନିକ ସେହି। ବାଜି ରାଉତର ନାଁ ଲୁଚି ନାହିଁ, ମୁକ୍ତି ପଥର ସୈନିକ ବାଜି ରାଉତର ନାଁ ଏବେ ବି ଲୁଚି ଯାଇ ନାହିଁ। ତ ଏଇଟା ଅଛି 3 ନମ୍ବରରେ। ତ ଏଇଟାକୁ ଏମିତି ତମେ ମାନେ ଗାର ଟାଣି ଦବ ପିଲାମାନେ। ତାପରେ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି ଆମେ ଦେଖିଦବା। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି? କବିତାର ପଦ ଗୁଡ଼ିକୁ ଆଲୋଚନା କରିବା। ନିମ୍ନରେ କବିତାର କିଛି ପଦ ଦିଆଯାଇଛି, ସେଗୁଡ଼ିକ ଭଲ ଭାବରେ ପଢ଼ିବା, ଚିନ୍ତା କରିବା ତଥା ବୁଝିବା ଏବଂ ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖିବା। ପାଇକ ପୁଅର ଗାରିମା ଯାଥିଲା, ସ୍ୱାଧୀନତା ଦିଗେ ଦେଲା ଆହୁତି, ସେ ଜାତି ଦାୟଦ ଆମେ ତ ସରବେ ବଳି ହବା ଅଙ୍ଗେ ସେହି ବିଭୂତି। ଆଲୋଚନା କରିକି ଲେଖିବା। ତାପରେ ସେକେଣ୍ଡଟା ଗୋଟେ ଦିଆହେଇଛି, ବୁଝି ବିଚାରି ଆଲୋଚନା କରିକି ଲେଖିବା। ତାପରେ ନେକ୍ସଟ କ'ଣ ଅଛି ଦିଆହେଇଛି ଦେଖିବା।
ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିଆ। ଏ ଦେଶ ଜାତିର ପୂର୍ବ କଥା। ଉକ୍ତ ଧାଡ଼ିରେ କେଉଁ ଦେଶ କେଉଁ ଜାତିର ପୂର୍ବ କଥା କୁହାଯାଇଛି? ପିଲାମାନେ କେଉଁ ଦେଶ? ଆମ ଭାରତ ଦେଶ ବା ଆମ ଓଡ଼ିଶା ରାଜ୍ୟର କେଉଁ ଜାତିର କଥା କୁହାଯାଇଛି? ଆମ ପାଇକ ଜାତିର ପୂର୍ବ କଥା କୁହାଯାଇଛି ବା ଆମ ଓଡ଼ିଶାର ଜାତିର ପୂର୍ବର କଥା କୁହାଯାଇଛି। ତାପରେ କଣ ଦେଇଛି? ବକ୍ସି ଜଗବନ୍ଧୁ ଓ ଚନ୍ଦନ ହଜୁରୀ କେଉଁ ପଥରେ ପଥିକ ହୋଇଥିଲେ? ସେମାନେ କେଉଁ କେଉଁ କାର୍ଯ୍ୟ ପାଇଁ ଅମର? ପିଲାମାନେ ବକ୍ସି ଜଗବନ୍ଧୁ ଆଉ ଚନ୍ଦନ ହଜୁରୀ ମୁକ୍ତି ପଥରେ ସେମାନେ ଅମର ହୋଇଯାଇଥିଲେ। କେଉଁ କେଉଁ କାର୍ଯ୍ୟରେ ଅମର? ସେମାନେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଦେଶ ପାଇଁ ଲଢୁଥିଲେ, ଦେଶ ପାଇଁ କାର୍ଯ୍ୟ କରୁଥିଲେ। ତାପରେ କଣ ଦେଇଛି? ସେ ଜାତି ଦାୟଦ ଆମେ ତ ସରବେଉକ୍ତ ପଦରୁ ତୁମେ ମାନେ କଣ ବୁଝିଲ? ପିଲାମାନେ ଦାୟଦ ମାନେ କଣ? ଦାୟଦ ମାନେ ହଉଛି ତାଙ୍କର ସନ୍ତାନ। ସେ ଜାତି ଦାୟଦ ଆମେ ହଉଛେ ସେହି ଜାତିର ସନ୍ତାନ। ଏ ଶବ୍ଦର ଅର୍ଥ ଆମେ କଣ ବୁଝିଲେ? ଆମ୍ଭେ ମାନେ ହଉଛେ ସେହି ଜାତିର ସନ୍ତାନ। ତାପରେ ନେକ୍ସଟ କଣ ଅଛି ଦେଖିଦବା। କବିତାରେ ଦେଶ ପ୍ରେମ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରାଯାଇଛି। ତୁମ ଦେଶ ପ୍ରେମ ସମ୍ପର୍କରେ ଯାହା ଜାଣିଛ ଲେଖ। ପିଲାମାନେ ଦେଶ ପ୍ରେମ ସମ୍ପର୍କରେ ଯାହା ଜାଣିଛ ତମେ ସବୁ କିଛି ଲେଖିପାରିବ। ତାପରେ ନେକ୍ସଟ କଣ ଦିଆହେଇଛି? ଏହି କବିତାରେ, ଏହି ଆସ ଉତ୍କଳୀୟ କବିତାରେ ଏକ ଦେଶାତ୍ମବୋଧକ କବିତା, ଯାହାକୁ ଆମ ରାଜ୍ୟ ଦେଶକୁ ଭଲ ପାଇବାର ପ୍ରେରଣା ଜାଗ୍ରତ କରାଏ। ଏହି କବିତାଟି ତୁମକୁ କେଉଁ ପ୍ରେରଣା ପ୍ରଦାନ କରୁଛି? ପିଲାମାନେ କେଉଁ ପ୍ରେରଣା? ଦେଶ ଓ ଜାତିର ପ୍ରେମ। ଦେଶ ଜାତି ପାଇଁ ନିଜକୁ ଆତ୍ମ ବଳିଦାନ କରିବାକୁ ପଛେଇବା ନାହିଁ। ତାପରେ ଅନୁମାନ ଆଉ କଳ୍ପନା। ବକ୍ସି ଜଗବନ୍ଧୁ ପରି ହେବା ପାଇଁ ତୁମେ ମାନେ କଣ କରିବା ଉଚିତ? ନିଜକୁ ପାଇକ ପୁଅ ଭାବି ଦେଶ ସେବା ପାଇଁ କଣ କରିପାରିବ? କେଉଁ କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିକୁ ଅମର କରିଥାଏ? ତୁମେ ଯଦି ଜଣେ ତୋଷାଳୀ ପ୍ରାନ୍ତରେ ଥାଆନ୍ତ, ତେବେ ସେହି ରକ୍ତ ନଈକୁ ଦେଖିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହୋଇଥାନ୍ତା? ତୁମେ ଯଦି ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତ, ତୁମେ କେଉଁ କେଉଁ କାର୍ଯ୍ୟ କରି ଅଧିକ ଗୁରୁତ୍ୱ ଦେଇଥାନ୍ତ? କେଉଁ କେଉଁ କାର୍ଯ୍ୟ ଉପରେ? ପିଲାମାନେ ବକ୍ସି ଜଗବନ୍ଧୁଙ୍କର ଦେଖ ଷ୍ଟାଚୁ ବା ଛବି ଏବେ ବି ଅଛି। କୋଉଠି? ଆମର ଖୋର୍ଦ୍ଧାରେ ଅଛି। ତାପରେ କବିତା ରଚନା। ଜାତି ପାଇଁ ଏହି ପଦ୍ୟାଂଶ ଶେଷ ପଦକୁ ଧ୍ୟାନ ସହ ଦେଖ। ସାଗର ଜଳେ ଧରଣୀ ତଳେ। ଦେଖ ଲେଖା ହେଇଛି, ଜାତି ପାଇଁ ଦିନେ ବାଳୁତ ଧରମା, ଝାସି ଥିଲା ପ୍ରାଣ ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଏ ନର ଧରଣୀ ତଳେ। ସାଗର ଜଳେ ଧରଣୀ ତଳେ, ଜଳେ ଆଉ ତଳେ ପଦ ବ୍ୟବହାର କରାଯାଇଛି। ଏହି ଦୁଇଟି ପଦର ଶେଷ ଧ୍ୱନି ଏକା ଭଳି। ଏହାକୁ ବିଶେଷଣ କରି ଓଡ଼ିଆ ଭାଷାରେ ଏହା ହଉଛି କଣ? ପୂର୍ଣ୍ଣ ମିତ୍ରାକ୍ଷର ଛନ୍ଦ ବୋଲି କୁହାଯାଏ। ପୂର୍ଣ୍ଣ ମିତ୍ରାକ୍ଷର। ପିଲାମାନେ ଏଇ ଛନ୍ଦ ଆଉ ଅଳଙ୍କାର ଦଶମ ଶ୍ରେଣୀରେ ତମାନେ ପଢିବ। ଛନ୍ଦ ଅଳଙ୍କାର, ଛନ୍ଦ ପଢିବ, ଛାନ୍ଦ ପଢିବ, ସବୁ ବଢିଆ ବଢିଆ ଭାବରେ ପଢିବ। ଜାତିପାତ ବିଷୟରେ ପଢିବ, ଦଶମ କ୍ଲାସ ବିଷୟରେ ପଢିବ। ତାପରେ କଣ ଦିଆଯାଇଛି? ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ କେତେ ଗୁଡ଼ିଏ କବିତା କେଉଁ ବିଶେଷ ଭାବ ପ୍ରକଟ ଥାଏ? କବିତାକୁ ପ୍ରଭାବଶାଳୀ କରିବା ପାଇଁ ଆଉ କେଉଁ କେଉଁ ଭାବ ପ୍ରୟୋଗ କରାଯାଇଛି ଲେଖ। ଦେଶାତ୍ମବୋଧକ ଭାବ ଆଉ କେଉଁ କେଉଁ ଭାବ ଆମର ପ୍ରୟୋଗ କରାଯାଇଛି। ତାପରେ ପିଲାମାନେ ଗୋଟେ ସର୍ଟ କୋଶ୍ଚିନ୍ ଆମର ଅଛି, ଶବ୍ଦ ସହ ଶବ୍ଦ ଯୋଡ଼। ଶବ୍ଦ ସହ ଶବ୍ଦ ଯୋଡ଼। ଧରଣୀ ସହିତ ସମାର୍ଥବୋଧକ ଶବ୍ଦ। ପିଲାମାନେ ଧରଣୀ ବା ପୃଥିବୀର ସମର୍ଥବୋଧକ ଶବ୍ଦ କଣ? ପୃଥିବୀ ହବ, ପୃଥିବୀ। ଆଉ କଣ ହବ ଆମର? ଧରିତ୍ରୀ। ଆଉ କଣ ହେଇଯିବ? ବସୁନ୍ଧରା। ପୃଥିବୀ, ଧରିତ୍ରୀ, ବସୁନ୍ଧରା। ଆଉ କଣ ସବୁ ହବ? ଧରା। ଆଉ କଣ ହବ? ପୃଥିବୀର ପ୍ରତିଶବ୍ଦ। ତାପରେ ପିଲାମାନେ ଦିଆଯାଇଛି ଗଦ୍ୟ ରୂପରୁ, ଏ ଯୋଉ ପଦ୍ୟ ରୂପରୁ ତମେ ଗଦ୍ୟ ରୂପରେ ପ୍ରକାଶ କରିବ। ଯେପରି ପୂର୍ବରୁ ପୂର୍ବ, ସେପରି ଗୌରବେରୁ କଣ? ଗର୍ବେ, ସରବେରୁ ସର୍ବେ, ରକତରୁ ରକ୍ତ, ଆଦର୍ଶରୁ ଆଦର୍ଶ, ତରପଣରୁ ତର୍ପଣ। ପିଲାମାନେ ବୁଝିପାଇଲେ ନା ବୁଝିପାଇଲନି? ଗୌରବେରୁ କଣ? ଗର୍ବେ। ଗୌରବରୁ ଆମର ହେଇଯିବ କଣ? ଗର୍ବେ, ଗର୍ବେ। ସରବେରୁ ସର୍ବେ, ରକତରୁ ରକ୍ତ, ଆଦର୍ଶରୁ କଣ ହେଇଯିବ? ଆଦର୍ଶ, ଆଦର୍ଶ। ତାପରେ ତରପଣରୁ କଣ ହେଇଯିବ? ତର୍ପଣ, ତର୍ପଣ ହେଇଯିବ। ପିଲାମାନେ ବୁଝିପାଇଲ ନା ବୁଝିପାଇଲନି? ତାପରେ କାଳ ବା ସମୟ ବିଚାର। ପାଇକ ପୁଅର ଗାରିମା ଚାଥିଲା, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା। ଉପର ଲିଖିତ ଦୁଇଟି ଅତୀତ କାଳର ସୂଚନା ପ୍ରଦାନ କରିଥାଏ। ତୁମେ ମାନେ ପଦ୍ୟାଂଶକୁ ନେଇ ବର୍ତ୍ତମାନ ଆଉ ଭବିଷ୍ୟତ କାଳରେ ପରିଣତ କର। ପାଇକ ପୁଅର ଗାରିମା ଯାହା ଅଛି ଲେଖିଦବ। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା। ତୋଷାଳୀ ପ୍ରାନ୍ତରେ ଦିନେ ବହିଯିବ, ଭବିଷ୍ୟତ କାଳ କହିଯିବ। ତାପରେ ଦେଖ ସମାନ ଅର୍ଥ ବୁଝେଇଥିବା ପିଲାମାନେ ଦେଖ, ତୋଷାଳୀ ପ୍ରାନ୍ତରେ ଯେତେବେଳେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ହେଇଥିଲେ, ସେଇ କାଳର ଚିତ୍ର ଦେଖାଇଛି। ହଜାର ହଜାର ଉତ୍କଳୀୟଙ୍କର ରକ୍ତରେ ତୋଷାଳୀ ପ୍ରାନ୍ତରେ
जो दया नदी थिला से दया नदी आमर नील वर्णरू रक्त बा लाल वर्ण हो जाइतिला। तबे देखो समान अर्थ बुझाउथुआ प्रति शब्द पुअर कौन हो पुअर पिलाने कौन हो पुत हो पिलाने एटा गार टाणी आम देखिया पुअर हो कौन पुत प्लस सुत नईर कौन होमर नईर तटिनी आउ श्वेत सुईनी नईर कौन हो तटिनी आउ श्वेत सुईनी नईर हो तटिनी श्वेत सुईनी तापर सागर कौन हो देखीदबा सागर सागर कौन हो पारावर आउ हो सिंधु ये दुटा हो सागर आउ जो दुटा बलिया जबान आउ सिपाही यहाँ हूँ आमर कहार यहाँ हूँ आमर सैनिकर प्रतिशब्द सैनिकर कौन हो जबान आउ सिपाही पिलाने बुझीपाइल ना बुझीपाइलनी तापर पिलाने नेक्स्ट देखिदा कवितार शीर्षक आस उत्कड़ीय यही कवितार शीर्षक हूँ कौन आस उत्कड़ीय अनेक समय कवि माने कवितार एक धाड़ी को कवितार शीर्षक भाव में व्यवहार करते मनकर आस उत्कड़ीय शुण सर्वे मिली से व्यवहार करेंगे कवितार फास्ट धाड़ी को कवितार ना देदेवे आस उत्कड़ीय शीर्षक भाव में से व्यवहार कर पाठ्य बहिर्भुक्त एरा पाठ्य अंतर्भुक्त नुहे किछि चित्र तले दिया जाइछि जो चित्र गुड़ी को तुम्हें माने देश प्रेम आधारित बोली भावुच ता पाखरे ठीक चिन्ह दियो पिला माने देश प्रेम आधारित केउ चित्र गुड़ी को भावुच आमे ता पाखरे ठीक चिन्ह दबा देख देश प्रेम एटा सेकेंड टा तापर देखिदबा एटा भी देश प्रेम फूल छिंदातु नाई कार्यालय कली करतु नाई जो गुड़ा देश प्रेम आमे माने ठीक चिन्ह दबा तापर आमर अस्त्र शस्त्र गोटे दिखाई पाइक पुअर गारिमा जा थिला स्वाधीनता जागे देला आहुति सैनिक माने देशर सीमा को सुरक्षा देवाई बंधुक तोप खंडा इत्यादि व्यवहार करती से निम्नलिखित व्यक्ति माने सेमानकर कार्य संपादन करने कौन व्यवहार करती पिला माने कवि कौन करती कवि लेखनी चालना करती कलमर व्यवहार करती कलमर कलम कृषक कौन व्यवहार करे कृषि जंत्रपाति लंगल हल लंगल छात्र कौन व्यवहार करिए छात्र भी व्यवहार करिए कौन पुस्तक पेपर कलम वैज्ञानिक माने कौन व्यवहार करिए साइंटिफिक इंस्ट्रूमेंट बा वैज्ञानिक जते सब सामग्री वैज्ञानिक यंत्र डाक्टर माने कौन व्यवहार करिए डाक्तरी यंत्र बा मेडिकल इंस्ट्रूमेंट तुम भाषा और तुम गीत तबे लाइछि त्रिरंगा पताका बा जातीय पताका विषय किछि लिखा जाइछि जातीय पताका हूँ आम देशर गर्व आउ गौरव जेकोसी दिन शोवा पूर्व तुम मैंने समग्र दिनर दिनचार्य मन पकाओ भाव जे तुमर केउ कार्य जातीय पताका को खुशी करुच्ची एवं केउ काम सब जातीय पताका को दुख देउछि तुम देश रे देश प्रेम मूलक कविता आस उत्कड़ीय पढ़िच एबे विपिन बिहारी राउत मातृ देश मातृकार सेवा सम्मिलित जो देश में गंगा बहे कविता को भल भाव में पढ़ा और मन रखिया जो देश में गंगा बहे जुग जुगर कहानी कहे पिला माने नेक्स्ट अध्याय रे बा नेक्स्ट वीडियो रे आमे एटा को डिस्कशन करिवा तो वीडियो टी को शेष पर्यंत देखिथिबारु अशेष अशेष धन्यवाद पिला माने जो माने सब्सक्राइब करिनो आज ही सब्सक्राइब कर दियंतु सब्सक्राइब करिकि बेल नोटिफिकेशन ऑल रे क्लिक करिकि रखि थांतु अष्टम श्रेणी रो बा सब क्लास रो नुवा बही रो क्वेश्चन विथ आंसर एवं क्लियर कट डिस्कशन सब वीडियो रे हमर हबो तो वीडियो टी शेष पर्यंत देखिथिबारु थैंक यू देखा हबा आ गोटे वीडियो रे नेक्स्ट मु पढेया कोन जेउ देश रे गंगा बहे विपिन बिहारी राउत।